ଶଳା ଟ୍ରମ୍ପ ଭାବୁଛନ୍ତି ତାଙ୍କର ଶୁଳ୍କ ଚାପରେ ସବୁ ଦେଶ ଚେପା ହୋଇଯିବ, କିନ୍ତୁ ଭାଇ ସେ ଯାଇନାହାନ୍ତି। ସେ ଧୀରେ ଧୀରେ ଭସ୍ମାସୁର ହେବାକୁ ଲାଗିଲେଣି। ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିବା ଆରମ୍ଭ କରିଦେଲେଣି। ଟ୍ରମ୍ପଙ୍କ ଟ୍ୟାରିଫ ପ୍ଲାନ୍ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ବିଶ୍ୱର ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ। କିନ୍ତୁ ଗୋଟେ କଥା ନିଶ୍ଚିତ, ମୋଦି ଟ୍ରମ୍ପକୁ ନାକେଦମ କରି ଛାଡ଼ିବ। ଭାରତ ଏବଂ ବ୍ରାଜିଲ ଉପରେ ସର୍ବାଧିକ 50% ଶୁଳ୍କ ଲାଗୁ କରିଛନ୍ତି। ନିଜ ଗୋଡ଼ରେ ନିଜ କୁରାଡ଼ି ମାରି ଟ୍ରମ୍ପ ବହୁତ ବଡ଼ ଭୁଲ କରି ପକାଇଛି। ekଥା ମୁଁ କହୁନି ଭାଇ, ଆମେରିକା ଲୋକେ କହୁଛନ୍ତି। ଆଉ ତ ଭାଇ ନିଜ ଦେଶର ଲୋକେ ଟ୍ରମ୍ପକୁ ବିରୋଧ କରିବାକୁ ଲାଗିଲେଣି। ଟ୍ୟାରିଫ ପାଇଁ ଖାଲି ଅନ୍ୟ ଦେଶ ନୁହେଁ, ଟ୍ରମ୍ପଙ୍କ ଏହି ଟ୍ୟାରିଫର ପ୍ରଭାବ ଆମେରିକାରେ ବି ଦେଖିବାକୁ ମିଳିଛି। ନିଜ ଦେଶର ଲୋକମାନଙ୍କୁ ବି ଟ୍ରମ୍ପ ଛାଡ଼ୁନି। ଟ୍ରମ୍ପ ଇଲେକ୍ସନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଗ୍ରୋସରୀ ସାମଗ୍ରୀ ଶସ୍ତା କରିବେ। ସେ କହିଥିଲେ ଯେ ଆମେରିକାନ ମାନେ ଖୁବ୍ ଶୀଘ୍ର ସହଜରେ ଗ୍ରୋସରୀ କିଣିପାରିବେ। କିନ୍ତୁ ଟ୍ୟାରିଫ ପ୍ରଭାବରେ ଦେଶରେ ଗ୍ରୋସରୀ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି। ଭାଇ ସେଥିପାଇଁ ଆମେରିକାର ଲୋକମାନେ କିଣାକିଣି ଅଭ୍ୟାସ କମ୍ କରୁଛନ୍ତି। ଆମେରିକା ବର୍ତ୍ତମାନ ଭାରତର ଇସ୍ପାତ, ଆଲୁମିନିୟମ ଭଳି ବିଭିନ୍ନ ସାମଗ୍ରୀ ଉପରେ 50% ଟ୍ୟାରିଫ ଲଗାଇଛନ୍ତି। ଏହାର ଜବାବରେ ମୋଦି ଆମେରିକାର ବଛା ବଛା ଜିନିଷ ଉପରେ 50% ଟ୍ୟାରିଫ ଲଗାଇବେ। ଭାଇ ଏତିକିରେ ମୋଦି ଚୁପ୍ ରହିବନି। ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦି ବଡ଼ ଝଟକା ଦେଇକି ଛାଡ଼ିବ। ଭାଇ ଆମେରିକା ସହ ଭାରତ 31,500 କୋଟି ଟଙ୍କାର ବୋଇଂ ଡିଲ୍ ବନ୍ଦ କରିଦେଇଛି, କାରଣ ଆମେରିକା ରାଷ୍ଟ୍ରପତି ଭାରତ ଉପରେ 50% ଫିସ୍ ବଢ଼େଇ ଦେଇଛି। ଆଉ ଭାଇ ତମେ ତ ଜାଣିଛ ମୋଦି ଛାଡ଼ିବା ଲୋକ ଜମା ନୁହଁ। ସେ 31,500 କୋଟିର ବୋଇଂ ଡିଲ୍ ସିଧା ବନ୍ଦ କରିଦେଇଛି। ଭାଇ ଗୋଟେ କଥା ତ ସତ ଯେ ଇନ୍ ଫ୍ୟୁଚର ଟ୍ରମ୍ପକୁ ବହୁତ ମହଙ୍ଗା ପଡ଼ିବ।